ଥରେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟଙ୍କ ସହିତ ଭ୍ରମଣ କରୁଥିଲେ। ଭ୍ରମଣ କରିବା ସମୟରେ ସବେ ଏକାଠି ଗୋଟିଏ ସ୍ଥାନରେ ବିଶ୍ରାମ ପାଇଁ ବସି ପଡ଼ିଲେ। ସମୟ ବିତାଇବା ପାଇଁ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟକୁ ଗୋଟିଏ କାହାଣୀ ଶୁଣାଇଲେ ଏବଂ କହିଲେ, ଧ୍ୟାନ ଦେଇ ଶୁଣିବ, ଏ କାହାଣୀଟି ଆମର ଜୀବନ ଏବଂ ମୃତ୍ୟୁର କାହାଣୀ। ଗୋଟିଏ ନଗରରେ ଗୋଟିଏ ବ୍ୟକ୍ତିଟେ ଥାଏ। ସେ ଅନ୍ୟ ଦେଶଙ୍କ ସହିତ ବହୁତ ପ୍ରକାରର ବ୍ୟବସାୟ କରିଲା ଏବଂ ପରିଶ୍ରମ ମଧ୍ୟ ବହୁତ କଲା। ତାର ପରିଶ୍ରମରେ ସେ ସଫଳ ହେଲା ଏବଂ ସେ ବ୍ୟକ୍ତି ବହୁତ ଟଙ୍କା ଅର୍ଜନ କଲା। ଏଥର ତାର ନାମ ବଡ଼ ବଡ଼ ଦେଶର ଧନୀ ବ୍ୟକ୍ତିଙ୍କ ସାଥିରେ ଗଣାଗଲା। ତାର ଘର ବଡ଼ ମହଲରେ ପରିଣତ ହୋଇଗଲା। ତାର ଘର ଧନରେ ଭର୍ତ୍ତି ହୋଇଗଲା। ଥରେ ଅନ୍ୟ ଦେଶରୁ ଗୋଟିଏ ଲୋକଟି ଆସିଲା। ସେ ଲୋକଟି ସେ ଧନୀ ବ୍ୟକ୍ତିର ଚିହ୍ନା ପରିଚୟ ଥିଲା। କଥା କଥାରେ ସେ ବ୍ୟକ୍ତିଟି କହିଲା, ଆମ ଦେଶରେ ଗୋଟିଏ ବଡ଼ ଧନୀ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲା। ତାର ବଡ଼ ବଡ଼ କୋଠା ବଙ୍ଗଲା, ଗାଡ଼ି, ଅଜସ୍ର ଧନ ପଡ଼ିକି ରହିଗଲା। ସେ ବ୍ୟକ୍ତି ବହୁତ ପରିଶ୍ରମ କରୁଥିଲା, କିନ୍ତୁ ଟଙ୍କାଟିଏ ମଧ୍ୟ ନେଲା ନାହିଁ। ଏ କଥାଟି ସେ ଲୋକ ସରଳ ଭାବରେ କହିଥିଲା, କିନ୍ତୁ ସେ ଧନୀ ବ୍ୟକ୍ତିର ମନ ସେ ଲୋକର କଥାରେ ଡରିଗଲା ଏବଂ ସେ ସମୟରୁ ଭାବିବାକୁ ଲାଗିଲା କି, ଆରେ ହଁ, ସେ ଦେଶର ଧନୀ ବ୍ୟକ୍ତି ପରି ମୁଁ ବି ତ ମରିଯିବି। ସେ ମୃତ୍ୟୁର ଭୟରେ ଭୟଭୀତ ହୋଇଗଲା ଏବଂ ସେଦିନ ସେ ଭାବିବାକୁ ଲାଗେ କି ସେ କେଉଁଦିନ ମୃତ୍ୟୁବରଣ କରିବ। ସେ ଧନୀ ବ୍ୟକ୍ତି ସବୁଦିନ ଭାବିବାକୁ ଲାଗେ କି ମୁଁ ବି ମରିଯିବି, ମୋର ବି ଏତେ ଧନ ସମ୍ପତ୍ତି ଏଠି ପଡ଼ିକି ରହିଯିବ। ଏହି ଚିନ୍ତା ସେ ବାରମ୍ବାର କରୁଥାଏ ଏବଂ ସେ ଚିନ୍ତାରେ ତାର ଦେହ ଶୁଖିକି ଖୋଲା ପଡ଼ିଯାଇଥାଏ। ଲୋକମାନେ ଦେଖନ୍ତି ଏବଂ କହନ୍ତି କି ଏ ସେଠର ତ କିଛି ବି ଅଭାବ ନାହିଁ, ତାପରେ ବି ଏମିତି ଶୁଖିକି ଝରି ପଡ଼ୁଛି କାହିଁକି? ସେ ଧନୀ ବ୍ୟକ୍ତିଟି କାହାକୁ କିଛି କହିପାରେ ନାହିଁ। ଧୀରେ ଧୀରେ ସେ ବିଛଣାରେ ପଡ଼ିଗଲା ଏବଂ ବିଛଣାରୁ ଉଠି ବି ମଧ୍ୟ ପାରିଲା ନାହିଁ। ବହୁତ ଚିକିତ୍ସକ ଦେଖିଲେ, କିନ୍ତୁ ଟିକିଏ ବି ପ୍ରଭାବ ପଡ଼ିଲା ନାହିଁ। ତାର ସେ ରୋଗ କମ୍ ହେବା ଜାଗାରେ ଆହୁରି ବଢ଼ି ଚାଲିଲା। ଥରେ ଗୋଟିଏ ସାଧୁ ସେ ଧନୀ ବ୍ୟକ୍ତିଙ୍କ ଘରକୁ ଭିକ୍ଷା ପାଇଁ ଆସିଲେ। ସେ ଧନୀ ବ୍ୟକ୍ତିଟି ସାଧୁକୁ ଦେଖି କିଛି ଉପାୟ ନ ପାଇ ସେ ସାଧୁଙ୍କ ପାଦ ତଳେ ପଡ଼ିଗଲା ଏବଂ କାନ୍ଦି କାନ୍ଦି ସେ ତାର ସବୁ ଦୁଃଖକୁ କହିବାକୁ ଲାଗିଲା। ସେ ଧନୀ ବ୍ୟକ୍ତିର କଥା ଶୁଣି ସାଧୁ ହସିଲେ ଏବଂ କହିଲେ, ତମ ଦୁଃଖର ଉପାୟ ତ ବହୁତ ସହଜ ଅଟେ। ସେ କଥାକୁ ଶୁଣି ସେ ବ୍ୟକ୍ତିର ମୁହଁରେ ଟିକିଏ ହସ ଆସିଗଲା ଏବଂ ଧୀର ସ୍ଥିରରେ ସେ କହିଲା, ହେ ମହାତ୍ମା, ମୋର ଏ ରୋଗର ଉପାୟ କ'ଣ? ସେ ସାଧୁ କହିଲେ, ଦେଖ, ମୃତ୍ୟୁର ବିଚାର ଯେତେବେଳେ ବି ଆସିବ, ତମେ ନିଜେ ନିଜକୁ ଜୋରରେ କହିବ, ଯେତେ ଦିନ ପର୍ଯ୍ୟନ୍ତ ମୃତ୍ୟୁ ନ ଆସିଛି, ମୁଁ ଶାନ୍ତି ଏବଂ ହସ ଖୁସିରେ ଜୀବନକୁ ବିତାଇବି। ମୃତ୍ୟୁକୁ ଭୟ ନ କରି ସବୁଦିନ ପ୍ରସନ୍ନ ରହିବି। ଏ କଥାକୁ ସ୍ମରଣ କରି 7 ଦିନ ପର୍ଯ୍ୟନ୍ତ କହିବ ଏବଂ ମୁଁ 7 ଦିନ ପରେ ପୁଣି ତମ ନିକଟକୁ ଆସିବି। 7 ଦିନ ପରେ ସେ ସାଧୁ ମହାତ୍ମା ଆସନ୍ତି ଏବଂ ଦେଖନ୍ତି ଯେ ସେ ଧନୀ ବ୍ୟକ୍ତି ଆନନ୍ଦ ସହିତ ନାଚି ଚାଲିଛି। ସେ ସାଧୁଙ୍କୁ ଦେଖି ଦୌଡ଼ି ଆସି ତାଙ୍କ ପାଦ ତଳେ ପଡ଼ି କହିଲା କି, ମହାରାଜ, ଆପଣ ମୋତେ ବଞ୍ଚାଇ ଦେଲେ। ଆପଣଙ୍କ ଔଷଧ ବହୁତ ଉପକାରିତା ଥିଲା। ମୁଁ ଜାଣିଗଲି କି ଯେବେ ମୋର ମୃତ୍ୟୁ ହେବାର ଅଛି, ସେଦିନ ହିଁ ମୋର ମୃତ୍ୟୁ ହେବ, ତା ଆଗରୁ ମୁଁ ମରିବି ନାହିଁ। ସେ ମହାତ୍ମା ସାଧୁ ଏକଥା ଶୁଣି କହିଲେ, ମୃତ୍ୟୁର ଡର ସବୁଠୁ ବଡ଼ ଡର ଅଟେ। ସେ ମୃତ୍ୟୁର ଡର ଯେତେ ଲୋକଙ୍କୁ ମାରେ, ମୃତ୍ୟୁ ସେତେ ଲୋକଙ୍କୁ ମାରେ ନାହିଁ। ମୃତ୍ୟୁ ତ ଲୋକଙ୍କୁ ଗୋଟିଏ ଦିନ ମାରେ, କିନ୍ତୁ ମୃତ୍ୟୁର ଡର ମଣିଷକୁ ସବୁଦିନ ମାରେ। ସେଥିପାଇଁ ଜୀବନକୁ ଡରି ଡରି ନୁହେଁ, ବରଂ ହସ ଖୁସିରେ ଜିଇବାକୁ ଚେଷ୍ଟା କର। ବନ୍ଧୁଗଣ, ଏ କାହାଣୀଟି କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ ଏବଂ ଏମିତି ନୂଆ ନୂଆ ଓଡ଼ିଆ ମୋଟିଭେସନ୍ ଭିଡ଼ିଓ ପାଇଁ ଫ୍ରଡ୍ ବାଇ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନମୋ ବୁଦ୍ଧାୟ।